ବୋଉ ପଠେଇଲା, ଯା ତାଙ୍କ ବାଟୁ ଦୁଇଟା କଞ୍ଚା ଲଙ୍କା ଆଣିବୁ। ସେ ତାଙ୍କ ଦାଣ୍ଡ ପିଣ୍ଡାରେ ଠିଆ ହେଇଥାଏ। ମୋତେ ଦେଖି କହିଲା, ଆମ ବାଡ଼ି ଲଙ୍କା ବହୁତ ରାଗ, ଦେଖିକି ଖାଇବ। ମୁଁ କହିଲି ଏକାବେଳେ 10ଟା ଖାଇବି। ସେ କହିଲା ଚାନ୍ସ ନାହିଁ, ଭାରି ଖାଇଲା ଗଲା ଆଉ। ପକେଇବା ବାଜି? ମୁଁ କହିଲି 10 ଟଙ୍କା। ସେ କହିଲା ହଉ। କଟମଟ କରି ଚୋବେଇ ଗଲି ଏକାବେଳେ 10ଟା କଞ୍ଚା ଲଙ୍କା। କିଛି ସମୟ ପରେ ମୋ ପାଟିରୁ ଲାଳ ବାହାରୁଥିଲା ଆଉ ତା ଆଖିରୁ ଲୁହ। କିଛି ଦିନ ପରେ ସେ ଆସି ଆମ ଘରେ ମୋ ବୋଉକୁ କହିଲା, ତମ ବାଡ଼ିରୁ କଞ୍ଚା ଲଙ୍କା ଦୁଇଟା ଦିଅ ତ। ବୋଉ ବାଡ଼ି ଘରେ କ'ଣ ଗୋଟେ କାମ କରୁଥିଲା। ମୁଁ ପଲିଥିନ୍ଟେ ନେଇଯାଇ ବାଡ଼ିରୁ କିଛି କଞ୍ଚା ଲଙ୍କା ତୋଳି ଆଣି ସିଧା ଧରେଇଦେଲି ତା ହାତରେ ଲଙ୍କା ଜରିଟା। ଲଙ୍କା ଜରି ହାତରେ ଧରୁ ଧରୁ ଜିଭ କାମୁଡ଼ି କହିଲା, ଏ ମା, ଧରିଦେଲ ଲଙ୍କା ଜରିଟା ସିଧା ମୋ ହାତରେ। ତଳେ ସିନା ଥୋଇ ଦେଇଥାନ୍ତ, ମୁଁ ନେଇଯାଇଥାନ୍ତି। ଲଙ୍କା କ'ଣ କିଏ କାହା ହାତରେ ଛୁଇଁକି ଦିଏ? ଏବେ ଦେଖ ଝଗଡ଼ା ହବ। ମୁଁ କହିଲି ତୁ କ'ଣ ମୋ ସ୍ତ୍ରୀ ହବୁ ଯେ ତୋ ସହ ଖାଲି ଝଗଡ଼ା ହବ ମୋର? ଭଗବାନ କରାଣ ଯେ ଏବେ ନିତି ଝଗଡ଼ା ତାର ମୋର। ଏଇ ଦେଖୁନ ଏବେ ବି ଝଗଡ଼ା ହବ। ପଖାଳ ଭାତ ବେଲାଟା ସହ ଆଳୁ, ବିଲାତି ବାଇଗଣ, ବଡ଼ି ପୋଡ଼ାପୋଡ଼ି କରି ବାଢ଼ି ଦେଇଯାଇଛି। ପିଆଜ, ରସୁଣ, ଧନିଆ ପତ୍ର, ଲୁଣ ଇତ୍ୟାଦି ଇତ୍ୟାଦି ସବୁ କିଛି ଦେଇଛି। ହେଲେ ବାବୁ ଆଣି ମୋର କଞ୍ଚା ଲଙ୍କାଟେ ଦେବାକୁ ଭୁଲି ଯାଇଛି। ହେଠି ଶୁଭୁଛି ନା ନାଇଁ ମ?